ତ ଜୟ ଜଗନ୍ନାଥ ସାଙ୍ଗମାନେ ଆଉ ଆପଣମାନେ ଖୁସିରେ ତ ମୁଁ ପୁରା ଖୁସିରେ ଅଛି। ଆଉ ହୀରାକୁଦ ଡ୍ୟାମ୍ ପାଇଁ ଆମେ ବାହାରି ଗଲୁ। ହୀରାକୁଦରେ ଆସିକି ଅଲରେଡ଼ି ପହଞ୍ଚି ବି ଗଲୁ। ଆଉ ମୁଁ ବହୁତ କମ୍ ଭିଡ଼ିଓ ବନଉଥିଲି, ସେଥିପାଇଁ ବହୁତ ଛୋଟ ଛୋଟ ଭିଡ଼ିଓ ଗୁଡ଼ା ବି ହେଇଛି। ତ ଆମେ ଏବେ ହୀରାକୁଦର ଯେଉଁଟା ଗୋଟେ ପାର୍କ ଟାଇପ୍ର, ମାନେ ଏଇଟା କେଉଁ ଜାଗା, ମାନେ ହୀରାକୁଦ ସାଇଡ଼୍ରେ ଅଛି, ତା ଏଇଟା ଗୋଟେ ମଝିରେ ଗୋଟେ ମାନେ କ'ଣ କହିବି, ଗୋଟେ ମାନେ ପାର୍କ ଟାଇପ୍ର ଅଛି। ତ ଆମେ ସେ ପାର୍କକୁ ଯାଉଛୁ। ଆଉ ଦେଖିପାରୁଥିବ ମସ୍ତ ଲାଗୁଛି। ତ ଦେଖିପାରୁଥିବ ଏଇ ଉପରକୁ ପୁରା ଉଠିବାର ଅଛି, ଭିୟୁ ପୁରା ଅଲଗା ପ୍ରକାର ଅଛି ଉପରୁ। ତ ଫ୍ୟାମିଲି ପୁରା ଆଗରେ ଚାଲିଛନ୍ତି, ମୁଁ ପୁରା ପଛରେ ଯାଉଛି। ତ ଚାଲ ଆଉ ମୁଁ ଉପରକୁ ଦେଖିବି, ଭିୟୁ ପୁରା ମସ୍ତ ଦେଖାଯାଉଛି। ଆଉ ଏଇଠି ଗୋଟେ ଡେମୋ ଅଛି, ଦେଖ ଏଇଟା ହେଉଛି ଡ୍ୟାମ୍ଟା, ମାନେ ହୀରାକୁଦ ଡ୍ୟାମ୍ ଡେମୋଟା, ଯେଉଁଟାକି ଆମର ଗୋଟେ ଚିତ୍ର, ମାନେ ଗୋଟେ ଛୋଟ ଟାଇପ୍ର ମାଧ୍ୟମରେ କରାଯାଇଛି। ଆଉ ହୀରାକୁଦ ଡ୍ୟାମ୍ ଆମେ ପହଞ୍ଚି ସାରିଛୁ। ଆଉ ଏଇ ଡ୍ୟାମ୍ଟା ମୋତେ ବହୁତ ଭଲ ଲାଗିଲା, ମାନେ ଏତେ ଛୋଟ ଏତେ ସୁନ୍ଦର ଡ୍ୟାମ୍ଟା କରାଯାଇଛି। ତ ଫାଇନାଲି ଆମେ ଆସିକି ହୀରାକୁଦରେ ପହଞ୍ଚିଗଲୁ। ଦେଖିପାରୁଥିବ ସାମ୍ନାରେ ହୀରାକୁଦ ଭଲସେ ଦେଖାଯାଉନି, ମାନେ ଦେଖିପାରୁଥିବ ଏଇଟା ହୀରାକୁଦ ସାମ୍ନାରେ ଅଛି। ଆଉ ମୁଁ କେତେ ଉପରେ ଅଛି ଦେଖ। ଆଉ ପୁଣି ଆହୁରି ଉପରକୁ ଉଠିବାର ଅଛି, ପୁରା ଉପରକୁ ଫାଇନାଲ୍ ହୀରାକୁଦ ଡ୍ୟାମ୍। ଏପଟେ ପୁରା ଡ୍ୟାମ୍ଟା ଅଛି, ଭଲସେ ଦେଖାଯାଉନି କ୍ୟାମେରାରେ, ପୁରା ଡ୍ୟାମ୍ଟା ଅଛି। ଚାଲ ଏବେ ଉପରକୁ ଆହୁରି ଯିବା। ତ ଫାଇନାଲି ପୁରା ଉପରୁ ଭିୟୁ କେମିତି ଦେଖାଯାଉଛି ଦେଖ। ଆଉ ଏଇଟା ଭାଇ ବୁଲୁଥିଲା, ଜାଣିଛ ନା, ମାନେ ଯେଉଁ ସାଇଡ଼୍ରେ କଳା ଟାଇପ୍ର ଅଛି, ମଝିରେ ଟିକେ ଧଳା ଅଛି, ସେଇଟା ବୁଲୁଛି। ଆଉ ଫାଇନାଲି ପୁରା ହୀରାକୁଦ ଡ୍ୟାମ୍ ପୁରା ଉପରୁ ଭିୟୁ କେମିତି କ'ଣ ଦେଖାଯାଉଛି। ଆଉ ଡ୍ରୋନ୍ ଫ୍ରୋନ୍ ହେଲେ ଭାଇ ଯେଉଁ ଭିୟୁ ଗୁଡ଼ା ଆସନ୍ତା ପୁରା ଅଲଗା ପ୍ରକାର। ତ ହୀରାକୁଦ ଡ୍ୟାମ୍ ଦେଖ କେମିତି କ'ଣ ଲାଗୁଛି। ଆଉ ବହୁତ କେତେ କିଲୋମିଟର ଅଛି ମୁଁ ଜାଣିନି। ତ ଏଇଟା ତା ପଛ ସାଇଡ଼୍ଟା, ମାନେ ସେଇଟା ସାମ୍ନା ପଟେ ମୁଁ ରେକର୍ଡ଼ିଂ କରୁଥିଲି, ଏବେ ବ୍ୟାକ୍ ପଛପଟେ ରେକର୍ଡ଼ିଂ କରୁଛି। ତ ୟା ପରେ ଆମକୁ ଯିବାର ଅଛି ହୁମା ମନ୍ଦିର, ତ ହୁମା ଟେମ୍ପଲ୍ ଯିବାର ଅଛି। ତ ଫାଇନାଲି ଆମେ ଆସିକି ହୁମା ଟେମ୍ପଲ୍ ପହଞ୍ଚିଗଲୁ। ଡାଇରେକ୍ଟ ଏଣ୍ଟ୍ରି କରିକି ମନ୍ଦିର ପାସ୍ କରିକି ତାପରେ ଗୋଟେ ନଦୀ, ମାନେ ଚିଲିକା ଟାଇପ୍ର ହିଁ ନଦୀଟା ଅଛି। ତ ଏଇଠି ପୁରା ଅଲଗା ପ୍ରକାର ମାଛ, ଭାଇ ମୁଁ ଏତେ ବଡ଼ ମାଛ କେବେ ଦେଖିନଥିଲି। ଖାଇବା ପାଇଁ ଦେଉଥିଲୁ, ହାତ ପାଖକୁ ପୁରା ମାଛ ଗୁଡ଼ା ପଳେଇ ଆସୁଥିଲେ। ତ ମୁଁ କିନ୍ତୁ ପାଣିକୁ ହାତ ମାରିନି, କାରଣ ମୋତେ ଡର ଲାଗୁଥିଲା। ଭାଇ କେତେ ବଡ଼ ବଡ଼ ମାଛ ଦେଖ, ମାନେ କେମିତି ଦେଖାଯାଉଛି ମାଛଟା, ଭଲସେ ଦେଖାଯାଉନି, ଖରାଟା ବି ପଡ଼ୁଥିଲା। ଆଉ ମୋବାଇଲ୍ କ୍ୱାଲିଟି ବି ଏତେ ଖାସ୍ ନାହିଁ। ତ ଯାହା ଦେଖାଯାଉଛି ଦେଖିପାରୁଥିବ ମାଛ ଗୁଡ଼ା। ଆଉ କେତେ ମାଛ ଦେଖ ଭାଇ, ପୁରା ଅଲଗା ପ୍ରକାର। ଏତିକି ମାଛ ମୁଁ ଜୀବନରେ କେବେ ବି ଦେଖିନଥିଲି, ଏତେ ବଡ଼ ବଡ଼। ତ ମୁଁ ମାଛ ଗୁଡ଼ା ହିଁ ରେକର୍ଡ଼ିଂ କରି କରି ବହୁତ ସମୟ ରହିଗଲି। ଆଉ ବହୁତ ଗୁଡ଼େ ସର୍ଟ ବି ନେଇଥିଲି ମାଛର, କିନ୍ତୁ ମୋତେ ଏଇ ଦୁଇଟା ସର୍ଟ ଭଲ ଲାଗିଛି, ତ ମୁଁ ଏଇ ଦୁଇଟା ହିଁ ସର୍ଟ ନେଇଛି। ଆଉ ତାପରେ ସେଇ ସାମ୍ନାରେ ଯେଉଁ ଗଛଟା ଦେଖାଯାଉଛି, ସେଇଠି ଗୋଟେ ମନ୍ଦିର ଅଛି। ତ ସେଠିକି ଆମେ ଯିବାର ଅଛି, ସେଠି ଆମେ ଯାଉଛୁ। ଦେଖିପାରୁଥିବ ମାଛ ଗୁଡ଼ା ଦେଖାଯାଉନାହାନ୍ତି କ୍ୟାମେରାରେ। ଆଉ ଏଇ ସର୍ଟଟା ମୋତେ ବହୁତ ଭଲ ଲାଗିଲା। ମୁଁ ଭାବୁଥିଲି ସିନେମାଟିକ୍ ସର୍ଟଟା ଆଡ଼୍ କରିବି। ତ ଦେଖିବା ଯଦି ଆଡ଼୍ କରିବି ତ ଆଡ଼୍ କରିବି, ନହେଲେ ନାହିଁ। କିନ୍ତୁ ବହୁତ ଭଲ ଲାଗୁଥିଲା। ଏଇଟା କେମିତି ରେକର୍ଡ଼ିଂ କରିଦେଲି ମୁଁ ନିଜେ ବି ଜାଣିପାରୁନି। ମୁଁ ପୁରା ସେଠିକି ପହଞ୍ଚିବା ପର୍ଯ୍ୟନ୍ତ ରେକର୍ଡ଼ିଂ କରିଥିଲି, କୁଆଡ଼େ ରହିଗଲା ଭିଡ଼ିଓଟା, କ୍ଲିପ୍ଟା ମୁଁ ଜାଣିପାରିଲିନି। ତ ଚାଲ ମୁଁ ମନ୍ଦିର ପାଖକୁ ପହଞ୍ଚିକି ଆପଣମାନଙ୍କୁ ଦେଖାଉଛି। ତ ଫାଇନାଲି ଆମେ ଆସିକି ମନ୍ଦିର ପାଖରେ ପହଞ୍ଚିଗଲୁ। ସାମ୍ନାରେ ମନ୍ଦିର ଅଛି, ଆଉ ଡଙ୍ଗାରୁ ସମସ୍ତେ ଓହ୍ଲେଇଲେ। ତାପରେ ମନ୍ଦିର ପାଖକୁ ଆସିକି ଆମେ ପହଞ୍ଚିଗଲୁ। ଏଇଟା ମନ୍ଦିର ନୁହେଁ, ଗୋଟେ ମାନେ ଶିବ ତଳେ ଅଛନ୍ତି। ଆଉ କ'ଣ କେମିତି ସିଏ ଗୋଟେ କିଏ ଗୋଟେ ମାଡ଼ିଛି ତାଙ୍କ ଉପରେ। ତ ମୁଁ କିଛି ରହସ୍ୟମୟ ବିଷୟରେ କହିପାରିବିନି। ତ ଆମେ ଆସିକି ସେ ପାଖରେ ପହଞ୍ଚିଗଲୁ। ମନ୍ଦିର ତ ସେଇପଟେ ହିଁ ଥିଲା। ମନ୍ଦିରରେ ଏଇଠି ଆମେ ଆସିଲୁ, ତାପରେ ମନ୍ଦିରରେ ପୂଜା ହେବ। ତ ଦେଖିପାରୁଥିବ ଶିବ ତଳେ ଅଛନ୍ତି, ଆଉ ଏ ଉପରେ କିଏ ମାଡ଼ିଛନ୍ତି ମୁଁ ଜାଣିନି। ଯାହା ତ ଜାଣିଛି ଟିକେ ଦେଢ଼ଶୁର ନା କ'ଣ କୁହନ୍ତି, କ'ଣ କେମିତି ମୁଁ ଜାଣିନି। ତ ଆଜି ପାଇଁ ଏତିକି, ମାନେ ଆଉ ଗୋଟେ ଭିଡ଼ିଓରେ ଦେଖ।